ଗାନ୍ଧୀଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ସରନ୍ତି ସୋମବାର ଦିନ ସରନ୍ତି ସୋମବାର ଦିବସରେ ଶ୍ରୀ ଲୋକନାଥ ମନ୍ଦିର ଲୋକନାଥ ହର ହର ବାବା ମହାଦେବଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଗାନ୍ଧୀଜୀ ଅନୁଷ୍ଠାନ ତରଫରୁ ଦହି ସରବତ ଓ ଜଳଛତ୍ର ଅନୁଷ୍ଠାନର ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ନେତୃତ୍ୱରେ 1000 ଦର୍ଶନାର୍ଥୀମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମରେ ଉପଦେଷ୍ଟା ଚକ୍ରଧର ମହାପାତ୍ର, ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରିୟାଂଶୀ ଦାସ, ଉପନିର୍ଦ୍ଦେଶିକା ମମତା ମିଶ୍ର, କାର୍ଯ୍ୟକାରୀ ଉପସଭାପତି ଝନ୍ସିରାଣୀ ମିଶ୍ର, ସମ୍ପାଦିକା ସସ୍ମିତା ଶତପଥୀ, ଯୁଗ୍ମ ସମ୍ପାଦିକା ନମିତା ଶତପଥୀ, ଉପସଭାପତି ମଧୁସ୍ମିତା ସାହୁ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଦେ, ସଂଯୋଜିକା ଗାୟତ୍ରୀ ଜେନା, ଅନୁଷ୍ଠାନ ପ୍ରଚାର ପ୍ରସାର ଦାୟିତ୍ୱ ସଭ୍ୟ ଦେବାଶିଷ ମହାପାତ୍ର, ସଭ୍ୟ ଆଲୋକ ଦାସ, ତ୍ରିନାଥ ଜେନା, ରାଜଲକ୍ଷ୍ମୀ ଦାସ, ସଂଯୁକ୍ତା ବେହେରା ଓ ଶ୍ରଦ୍ଧାଞ୍ଜଳି ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ସସ୍ମିତା ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସଭାପତି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି, ଯଦି ଆମ ଅନୁଷ୍ଠାନକୁ ପ୍ରଶାସନ ସହଯୋଗ କରନ୍ତି, ଲୋକସେବାରେ ଆମେ ସମସ୍ତ ସଭ୍ୟା ସହଯୋଗ କରିବୁ।